ମୁଁ ଧ୍ରୁବଚରଣ ସାହୁ। ମୁଁ ପୂର୍ବରୁ କେତେକ ଫଳ ପନିପରିବା ବିଷୟରେ କହିଥିଲି। ଆଜି କେବଳ ଗୋଟେ ପଇଡ଼ ବିଷୟରେ ମୁଁ କହୁଛି। ଆପଣମାନେ ଦେଖନ୍ତୁ, ପ୍ରତିଦିନ କିଛି କିଛି ପଇଡ଼ ପିଅନ୍ତୁ। ପଇଡ଼ ପିଇବାକୁ ଯେପରି ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ଏବଂ ବହୁତ ଭଲ। এই ପଇଡ଼ ପାଣି ଦ୍ୱାରା ଆପଣ ବହୁତ ଉପକାର ପାଇବେ। এটা ପୋଟାସିୟମ୍ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଆଦିରେ ଭରପୁର ଅଛି। ଏ ପଇଡ଼ ପାଣି ହେଉଛି ଭିଟାମିନ୍ କେ ଏବଂ ଆଇରନ୍ ମଧ୍ୟ ଆଦିରେ ଅଛି। ଯଦି ଆପଣ এই ପଇଡ଼ ପାଣିକୁ ତ୍ୱଚାରେ ବ୍ୟବହାର କରିବେ ଆଦିରୁ ବହୁତ ଲାଭବାନ ପାଇବେ। କ'ଣ ଲାଭବାନ ପାଇବେ ନା, ପଇଡ଼ ପାଣିକୁ ଯଦି ଆପଣ ଖରା ଦିନେ କିମ୍ବା ଶୀତ ଦିନେ ଆମର ଦେହରେ ଲଗେଇବେ, ଆପଣ ଦେହ ଚିକ୍କଣ ହେବା ସାଙ୍ଗେ ସାଙ୍ଗେ ଆପଣ ଶରୀର ଏବଂ ମୁଖମଣ୍ଡଳ ବହୁତ ଗ୍ଲେଜିଂ ହେବ। ଆପଣ ଦିନେ ଛାଡ଼ି ଦିନେ ଗୋଟିଏ ପଇଡ଼ ପିଇପାରିବେ। ପଇଡ଼ ଆଜିକାଲି ଆମର ପ୍ରାୟ ଓଡ଼ିଶାର ସବୁ ସ୍ଥାନ, କେତେକ ସ୍ଥାନରେ ଯଦି ଅଧିକା ରେଟ୍ ହେଇଥାଏ, ତଥାପି ଆପଣ ଯେତିକି ଚାହା ଖାଉଛନ୍ତି, 2ଟା ଚାହା 3ଟା ଚାହାର ମୂଲ୍ୟ ଯେତିକି, ଗୋଟିଏ ପଇଡ଼ର ଦାମ ମଧ୍ୟ ସେତିକି। ଆପଣ এই ପଇଡ଼କୁ ନିତ୍ୟ ବ୍ୟବହାର ଭଳିଆ ପ୍ରତି ଦିନକ ପରେ ଗୋଟିଏ ପଇଡ଼ ପିଇଲେ ଆପଣ ଆର ବହୁତ ଉପକାର ପାଇପାରିବେ। ଦେଖନ୍ତୁ, ପଇଡ଼ ପାଣିକୁ ଯଦି ଆପଣ ନିଜର ମସ୍ତିଷ୍କରେ ଲଗାଇବେ ଏବଂ ଲଗେଇ କରି କିଛି ଘଣ୍ଟା 2 ଘଣ୍ଟା ଛାଡ଼ିଲା ପରେ ସୋରିଷ ତେଲ ଲଗାଇବେ, ଆପଣ ତ୍ୱଚାଟା କେଶରେ ଆପଣ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ହେବା ସାଙ୍ଗେ ସାଙ୍ଗେ କେଶଟା ବହୁତ ମଜବୁତ ହେବ ଏବଂ ଲମ୍ବା ହେବ। ଆପଣ ଏହାକୁ ଭୁଲିବେନି। ଯାହାର କେଶ ଝଡ଼ୁଛି, କେଶ ଉପୁଡ଼ି ପଡ଼ୁଛି, এই ପଇଡ଼ ପାଣିରୁ ଆପଣ ବହୁତ ଉପକାର ପାଇବେ। ପଇଡ଼ ପାଣି ମାନେ ପଇଡ଼ କହିଲେ ନଡ଼ିଆ କୋକୋନଟର ମିନି ଷ୍ଟାଣ୍ଡାର୍ଡ, ତଳୁ ଷ୍ଟାଣ୍ଡାର୍ଡର ତଳ ଅବସ୍ଥାରେ ପଇଡ଼ଟା ତଳ ଅବସ୍ଥାରେ ମାନେ ବେଶୀ ଲାଳି ହେଇନଥିବ, ସେଇ ପଇଡ଼କୁ ଆପଣ ମୁଣ୍ଡରେ ଲଗେଇବେ ଏବଂ 2 ଘଣ୍ଟା 3 ଘଣ୍ଟା ରଖିବେ। ତାପରେ ସୋରିଷ ତେଲ ଲଗେଇବେ। ଏହାପରେ ଆପଣ କିଛି ଦିନ ଏ କାମ କଣ୍ଟିନ୍ୟୁଅସ୍ କଲା ପରେ ନିଶ୍ଚିତ ଭାବରେ ଆପଣ ତ୍ୱଚାଟା ତାକୁ 2-3 ମାସ ଲଗେଇବେ। ଦେଖିବେ 2-3 ମାସ ପରେ ଆପଣ ଉପକାରିତାରେ ପାଇପାରିବେ। କେମିତି ନା, କେଶର ବାଳ ଝଡ଼ିବାଟା କମ୍ ହେଇଯିବ ଏବଂ ତ୍ୱଚାଟା ମଜବୁତ ରହିବ, କେଶ ଲମ୍ବା ହେବ, ଆପଣଙ୍କୁ ବହୁତ ସୁସ୍ଥତା ଲାଗିବ। ଆଉ ମଧ୍ୟ ଦେଖନ୍ତୁ, ପଇଡ଼ ପାଣିଟା ଆପଣ ପିଇବା ପକରେ ଆମର ଯେତେବେଳେ ଆପଣଙ୍କ ଜଣ୍ଡିସ୍ ହେଇଥିବ, ପଇଡ଼ ପାଣିଟା ଆପଣ ଠିକ୍ ଭାବରେ ପିଇଲେ ଆପଣ ତା ଦେହରୁ ଲାଭବାନ ହେଇପାରିବେ। ଆଉ ପେଟ ରୋଗ ପାଇଁ ଏହା ମହାପୁଣ୍ୟଦାୟକ ଏବଂ ରକ୍ତ ସଞ୍ଚାଳନରେ ବହୁତ ସାହାଯ୍ୟ କରେ। ଆପଣ ହୃତ୍ପିଣ୍ଡରୁ ଯେତେବେଳେ ରକ୍ତ ଅଳିନ୍ଦ ନୀଳ ଦେଇ ପ୍ରବାହିତ ହେଉଛି, ମସ୍ତିଷ୍କକୁ ଯାଉଛି, ଆପଣ ପଇଡ଼ ପାଣି ଦ୍ୱାରା ଆପଣଙ୍କ ଏଇଟା କ୍ଲିୟର ହେଇକି ଆପଣ ଶରୀରରେ ରକ୍ତ ସଞ୍ଚାଳନ ଭଲ ହେବ ଆଉ ବହୁତ ଉପକାର ପାଇବେ। ଆପଣ ଶରୀର ବହୁତ ସୁସ୍ଥ ସବଳ ରହିବ।